ଭାଗତପୁର ନାମକ ଗୋଟିଏ ଗାଁ ଥିଲା। ଆଉ ଗାଁ ଚାରିପାଖରେ ଘଞ୍ଚ ଜଙ୍ଗଲରେ ଭରପୁର ଥିଲା। ଆଉ ଦିନେ ଆରେ ଭାଇ ମାନେ ଶୁଣୁଛ, ଏ ଗାଁ ପାଖରେ ଥିବା ଜଙ୍ଗଲରେ ଗୋଟେ ଭୂତ ରହୁଛି। ସେଥିପାଇଁ ତ ଦିନ ହଉ ବା ରାତି ଏ ଜଙ୍ଗଲ ପାଖକୁ କେହି ଯିବା ଆସିବା କରୁନାହାନ୍ତି। ଆଉ ଆମେମାନେ ବି ସତର୍କ ରହିବା ଦରକାର। ଆଉ ଆମେମାନେ ଆମ ପିଲାମାନଙ୍କୁ ଜଙ୍ଗଲ ପାଖକୁ ଯିବାକୁ ଜମାରୁ ମନ ଦେବାନି, ନା କେବେ ନିଜେ ଯିବାକୁ ଚେଷ୍ଟା କରିବାନି, ହେଲା ଭାଇ ମାନେ। ଆଉ ଏମିତି କିଛି ଦିନ ଗଲା ପରେ ଏ ଗାଁ ରମେଶ ବୋଲି ଗୋଟେ ଯୁବକ ତାଙ୍କ ସାଙ୍ଗମାନଙ୍କୁ କିଛି କହିବାକୁ ଲାଗୁଥିଲେ। ଆରେ ସାଙ୍ଗମାନେ, ଏ ଜଙ୍ଗଲରେ କିଛି ନାହିଁ, ନା ଭୂତ ନା ପ୍ରେତ। ମୁଁ ଏ ଭୂତ ପ୍ରେତକୁ ଜମାରୁ ବିଶ୍ୱାସ କରେ ନା କରୁଥିଲି ନା ଏବେ କରିବି। ମୁଁ ଆଜି ରାତିରେ ଏ ଜଙ୍ଗଲକୁ ଯିବି ଆଉ ଆପଣମାନଙ୍କୁ ଦେଖେଇଦେବି କି ଏ ଜଙ୍ଗଲରେ କିଛି ବି ନାହିଁ। ଆଉ ହଁ, ମୁଁ ସୁରକ୍ଷିତ ଫେରିକି ଦେଖେଇବି। ଆଉ ତାପରେ ସେଦିନ ରାତ୍ରି ରମେଶ ଜଙ୍ଗଲ ଭିତରକୁ ପ୍ରବେଶ କଲା। ଚାରିଆଡ଼େ ଜହ୍ନପୋକ ଥିବାରୁ ବହୁତ ଭୟାନକ ଥିଲା। ଆଉ ହଠାତ୍ ତାକୁ କିଛି ଶବ୍ଦ ଶୁଣିବାକୁ ଲାଗିଲା। ଆଉ ସେ ଗୋଟେ ଜାଗାରେ ଛିଡ଼ା ହେଇ ବାଁ ଡାହାଣକୁ ଦେଖିବାକୁ ଲାଗିଲା, ହେଲେ ତାକୁ କିଛି ଦେଖାଗଲାନି। ରମେଶ ପୁରା ଡରି ଯାଇଥିଲା ଏବଂ ଭୟରେ ଏପଟକୁ ସେପଟକୁ ଦେଖୁଥିଲା। ଆଉ ସେ ବହୁତ କଷ୍ଟରେ ଆଗକୁ ବଢ଼ିବାକୁ ଲାଗିଲା। ବହୁତ ଭୟରେ ସେ ଆଗକୁ ବଢ଼ୁଥିଲା। ଆଉ କିଛି ବାଟ ଯିବା ପରେ ହଠାତ୍ ଆରେ ତୁ ଏକା ଆସିଛୁ? ଆଜି ତ ରକ୍ଷା ନାହିଁ। ଆଜି ତୋର ହାଡ଼ ଗୋଡ଼ ସବୁ ଚୋବେଇକି ଖାଇଦେବି। ଆରେ ତୁ ଏକା ଆସିଲୁ ଜଙ୍ଗଲକୁ? ଆଜି ତତେ ମୁଁ ମାରିକି ମୋର ଡିନର ବନେଇବି। ଏମିତିରେ ବି ବହୁତ ଦିନ ହେଲା ମଣିଷ ମାଂସ ଟିକେ ପାଟିରେ ବାଜିନି। ଆଜି କେତେ ଦିନ ପରେ ମିଳିଛି, ଆଜି ଛାଡ଼ିବିନି। ଆଉ ତାପରେ ରମେଶ ଗାଁକୁ ଦୌଡ଼ିବାକୁ ଲାଗିଲା। ଆଉ ତା ପଛେ ପଛେ ଭୂତ ବି ଦୌଡ଼ିବାକୁ ଲାଗିଲା। ଆଉ ତାପରେ ରମେଶ ଗାଁ ମୁଣ୍ଡେ ଆସି ଭୂତକୁ ମୁହଁ ଫୁଟାଣି ଦେଖେଇଲା। ଆଉ ଭୂତ କହିଲା, ଯା ରେ ପୁଅ, ଆଜି ତୁ ବଞ୍ଚିଗଲୁ, ତୋ ଭାଗ୍ୟଟା ଭଲ। ନହେଲେ ତତେ ଆଜି ମୁଁ ପୁରା ଗୋଟା ଚୋବେଇକି ଖାଇଥାନ୍ତି। ତୁ ବଞ୍ଚିଗଲୁ, ତୋ ଭାଗ୍ୟଟା ଭଲ। ଯା। ଆଉ ତାପରେ ରମେଶ ସବୁ କଥା ଗାଁ ଲୋକକୁ ଆରେ ଭାଇମାନେ, ତମେ ସବୁ ସତ କହୁଥିଲ। ଏ ଜଙ୍ଗଲ ଭିତରେ ଗୋଟେ ଭୟାନକ ଭୂତ ରହୁଛି। ଆମେମାନେ ଆଜିଠାରୁ ଏ ଜଙ୍ଗଲକୁ ଆଉ ପ୍ରବେଶ କରିବାନି। ହଁ ରମେଶ, ଆମେମାନେ ତ ମନା କରୁଥିଲୁ, ତୁ କଥା ନ ମାନି ଜଙ୍ଗଲ ଭିତରକୁ ଗଲୁ। ଭଗବାନଙ୍କ ଦୟାରୁ କେମିତି ବଞ୍ଚିଗଲୁ। ଆଜିଠାରୁ ଆମେମାନେ ଆଉ ଜଙ୍ଗଲକୁ କେହି ବି ପ୍ରବେଶ କରିବାନି।